ବନ୍ଧୁଗଣ, ଆଜି ଆମେ ଜାଣିବା ଧର୍ମ ବୁଦ୍ଧି ଆଉ ପାପ ବୃଦ୍ଧି କଥା। ଗୋଟିଏ ଗାଁରେ ଦୁଇ ବନ୍ଧୁ ବାସ କରୁଥିଲେ। ଜଣକର ନାମ ଧର୍ମ ବୁଦ୍ଧି ଏବଂ ଅନ୍ୟ ଜଣକର ନାମ ପାପ ବୁଦ୍ଧି। ଧର୍ମ ବୁଦ୍ଧି ସଦା ଧର୍ମ, କର୍ମ, ଦାନ ଧର୍ମ କରେ, ସତ୍ ପଥରେ ଚଳେ, ସମସ୍ତଙ୍କୁ ଆଦର ସମ୍ମାନ କରେ। ଏବଂ ପାପ ବୁଦ୍ଧି ଠିକ୍ ତାର ଓଲଟା, ଯେତେ କୁକର୍ମ ସବୁ ତାର ପ୍ରିୟ। ତଥାପି ଧର୍ମ ବୁଦ୍ଧି ତାକୁ ଘୃଣା କରେ ନାହିଁ କି ଖରାପ ଭାବେ ନାହିଁ। ସେ ଅନେକ ଚେଷ୍ଟା କରି ମଧ୍ୟ ପାପ ବୁଦ୍ଧିକୁ ସତ୍ୟ ପଥକୁ ଆଣିପାରେ ନାହିଁ। ଯାହାର ଯେମିତି ପ୍ରକୃତି ତାହା କ'ଣ ସହଜରେ ବଦଳା ଯାଇପାରିବ? ଧର୍ମ ବୁଦ୍ଧି ବେଶ୍ ସୁଖରେ ଚଳେ। ପାପ ବୁଦ୍ଧିର ସର୍ବଦା ଅଭାବ ଅସୁବିଧା ଲାଗି ରହିଥାଏ। ଥରେ ସେ ଭାବିଲା, ମୁଁ ତ ଦିନକୁ ଦିନ ଗରିବ ହୋଇଯାଉଛି, ଅଭାବରେ ପଡ଼ି ସ୍ୱଭାବ ନଷ୍ଟ ହେଉଛି। ମୁଁ ଯଦି ଧର୍ମ ବୁଦ୍ଧିକୁ ନେଇ ବିଦେଶକୁ ବେପାର କରିବାକୁ ଯାଆନ୍ତି, ତେବେ ଅନେକ ଧନ ସମ୍ପତ୍ତି ଅର୍ଜନ କରି ଆଣିପାରନ୍ତି। ମୋର ଆଉ ଅଭାବ ରହନ୍ତା ନାହିଁ। ମୋ ପରିବାର ସୁଖରେ ଚଳନ୍ତେ। ସେ ଯାଇ ଧର୍ମ ବୁଦ୍ଧିକୁ ବିଦେଶ ଯିବା ସମ୍ପର୍କରେ ପ୍ରସ୍ତାବ ଦେଲା। ଧର୍ମ ବୁଦ୍ଧି ମଧ୍ୟ ରାଜି ହୋଇଗଲା। ଦୁହେଁ ଶୁଭ ଅନୁକୂଳ କରି ବିଦେଶ ଯାତ୍ରାରେ ବାହାରିଗଲେ। ବିଭିନ୍ନ ଅଞ୍ଚଳ ବୁଲି ବେପାର କଲେ। ଅନେକ ଧନ ସମ୍ପତ୍ତି ସୁନା ରୂପା ଅର୍ଜନ କଲେ। କିଛି ଦିନ ପରେ ଦୁହେଁ ପୁଣି ଗାଁକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଲେ। ଗାଁ ପୂର୍ବରୁ ଏକ ଜଙ୍ଗଲ ପଡ଼େ। ସେହିଠାରେ ପହଞ୍ଚିବା ପରେ ପାପ ବୁଦ୍ଧି କହିଲା, ବନ୍ଧୁ, ମୋ ମନକୁ ଗୋଟିଏ କଥା ଆସୁଛି। ତୁମେ ଆଗେ ଶୁଣ, ତାପରେ ବିଚାର କର। ଯାହା କହିବ ମୁଁ ରାଜି ହେବି। ଧର୍ମ ବୁଦ୍ଧି କହିଲା, କ'ଣ କୁହ? ପାପ ବୁଦ୍ଧି କହିଲା, ଆମେ ଅନେକ ଧନ ସମ୍ପତ୍ତି ଆଣିଛୁ। ସବୁ ସାଙ୍ଗରେ ନେଇ ଗାଁକୁ ଗଲେ ବନ୍ଧୁ ବାନ୍ଧବ, ପରିବାର ପରିଜନ ସମସ୍ତେ ଦେଖି ଲୋଭ କରିବେ। ଆମଠାରୁ କିଛି ନେବାକୁ ଚାହିଁବେ, ନହେଲେ ଚୋରି କରିବେ। ଧର୍ମ ବୁଦ୍ଧି କହିଲା, ତୁମେ ଠିକ୍ କଥା ହିଁ ଭାବୁଛ। ତେବେ କ'ଣ କରିବା କୁହ? ପାପ ବୁଦ୍ଧି କହିଲା, ମୋ ମତରେ ଯେତକ ନିହାତି ଆବଶ୍ୟକ ସେତକ ନେଇ ଅବଶିଷ୍ଟ ଧନକୁ ଏଇ ଜଙ୍ଗଲରେ ପୋତି ଦେଇଯିବା। ପୁଣି ଯେତେବେଳେ ଦରକାର ହେବ ଦୁହେଁ ଆସି ନେବା। ଧର୍ମ ବୁଦ୍ଧି କହିଲା, ମୁଁ ରାଜି ଅଛି। ଆସ, ଏଇ ଆଗରେ ଯେଉଁ ବଡ଼ ଝଙ୍କାଳିଆ ବରଗଛଟି ଅଛି, ଆମେ ତାରି ମୂଳରେ ଗାତ ଖୋଳି ସବୁ ଧନ ରଖିଦେବା। କିନ୍ତୁ ଶପଥ କର, ଯେତେବେଳେ ନେବାକୁ ଆମେ ଦୁହେଁ ଆସିବା, କେହି ଜଣେ ଆସି ନେଇପାରିବ ନାହିଁ। ପାପ ବୁଦ୍ଧି କହିଲା, ମୁଁ ବି ଏଇ କଥା ଭାବୁଥିଲି। ମୁଁ ତମ ଦେହ ଛୁଇଁ ଶପଥ କରୁଛି, ତମର ସବୁ କଥା ମାନି ଚଳିବି, ଆଉ ବିପଥଗାମୀ ହେବି ନାହିଁ। ତମରି ପାଇଁ ମୁଁ ଆଜି ଏତେ ଧନର ଅଧିକାରୀ ହୋଇପାରିଛି। ତାପରେ ଦୁହେଁ ଝଙ୍କା ବରଗଛ ମୂଳେ ଏକ ଗାତ ଖୋଳି ତା ଭିତରେ ଏକ ଧାତୁ ପାତ୍ରରେ ସୁନା, ରୂପା, ହୀରା, ମୋହର ଆଦି ରଖି ତା ଉପରେ ମାଟି ଘୋଡ଼ାଇ ଦେଇ ଗାଁକୁ ଫେରିଲେ। ନିଜ ନିଜ କାମ ଧନ୍ଦାରେ ଲାଗିଲେ। ପାପ ବୁଦ୍ଧି ଆଗ ଅପେକ୍ଷା ଅଧିକ ସୁଖରେ ରହିଲା। ତାର ଆଉ ଅଭାବ ରହିଲା ନାହିଁ। କିନ୍ତୁ ନା ଅନୁସାରେ ତା କାମର ବି ମେଳ ଥାଏ। ଧନ ପାଇଁ କାହାର ବା ଲୋଭ ନଥାଏ। ଦିନେ ପାପ ବୁଦ୍ଧି ଭାବିଲା, ମୁଁ ଯଦି ଏକା ଯାଇ ସବୁ ଧନ ସମ୍ପତ୍ତି ନେଇ ଆସିବି, ତେବେ ସବୁ ମୋର ହୋଇଯିବ। ମୁଁ ଆହୁରି ସୁଖରେ ଚଳିବି। ଧର୍ମ ବୁଦ୍ଧି ମୋର କ'ଣ କରିପାରିବ? ମୁଁ ତାକୁ ଯେମିତି ହେଲେ ବୁଝେଇଦେବି। ନିଜର ଯୋଜନା ଅନୁସାରେ ପାପ ବୁଦ୍ଧି ରାତିରେ ଜଙ୍ଗଲକୁ ଯାଇ ସବୁ ଧନ ନେଇ ଆସିଲା ଏବଂ ପୂର୍ବ ପରି ମାଟି ଘୋଡ଼େଇ ଦେଇ ଆସିଲା। ଧର୍ମ ବୁଦ୍ଧି କିଛି ଜାଣିପାରିଲା ନାହିଁ। ସେ ଭାବିଲା, ପାପ ବୁଦ୍ଧି ଏବେ ବଦଳି ଯାଇଛି। ବିଦେଶରୁ ଫେରିବା ପରଠାରୁ ସେ ଆଉ ଚୋରି ଗୁଣ୍ଡାଗର୍ଦି କରୁନାହିଁ। ବେଶ୍ ଶାନ୍ତଶିଷ୍ଟ ପାଲଟି ଯାଇଛି। ତା ଉପରେ ଭରସା ରଖି ନୀରବ ରହିଥାଏ। ଦିନେ ପାପ ବୁଦ୍ଧି ଆସି ଧର୍ମ ବୁଦ୍ଧିକୁ କହିଲା, ବନ୍ଧୁ, ଚାଲ କିଛି ଧନ ଆଣିବା। ମୋର ଗୋଟିଏ ଜମି କିଣିବାର ଅଛି। ଧର୍ମ ବୁଦ୍ଧି ମନା କରନ୍ତା କାହିଁକି? ଦୁହେଁ ଜଙ୍ଗଲକୁ ଗଲେ। ଝଙ୍କା ବରଗଛ ମୂଳରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଖୋଳିଲେ। କିନ୍ତୁ ଏ କ'ଣ?
ତା ଭିତରେ କିଛି ନଥିଲା, ଖାଲି ମାଟି ଆଉ ମାଟି, ଧନ ସମ୍ପଦ କିଛି ନାହିଁ। ଧର୍ମବୁଦ୍ଧି କହିଲା, ବଡ଼ ଆଶ୍ଚର୍ଯ୍ୟର କଥା, ଏତେ ସବୁ ଧନ ସମ୍ପତ୍ତି କିଏ ଲୁଟି ନେଲା? ପାପବୁଦ୍ଧି କହିଲା, ତୁମେ ହିଁ ସବୁ ଏକା ଏକା ମାରି ନେଇଛ, କାରଣ ମୁଁ ତ ଏକାକୀ କେବେ ଏଠାକୁ ଆସିନାହିଁ। ତା ଛଡ଼ା ଏଠାରେ ଧନ ରଖିବା କଥା 2 ଜଣଙ୍କ ବ୍ୟତୀତ ଅନ୍ୟ କେହି ଜାଣିନଥିଲା। ଧର୍ମବୁଦ୍ଧି କହିଲା, ମୁଁ ତ କେବେ ଘରୁ ପଦାକୁ ଗୋଡ଼ କାଢ଼ି ନାହିଁ। ମୁଁ ମୋ କାମରେ ବ୍ୟସ୍ତ, ଅପେକ୍ଷା କରିଥିଲି କେବେ ତୁମେ ଏଠାକୁ ଆସିଲେ ସାଙ୍ଗ ହୋଇ ଆସିବା, ଆଉ ଆଜି ଆସି ଦେଖୁଛି। ପାପବୁଦ୍ଧି କହିଲା, ମୋ ଆଗରେ ଆଉ ଚାଲାକି ଦେଖାଅ ନା। ତୁମେ ସବୁ ଧନ ମାରି ନେଇଛ, ଶୀଘ୍ର ମୋ ଭାଗ ମୋତେ ଦେଇଦିଅ, ନଚେତ୍ ମୁଁ ପଞ୍ଚାୟତରେ ଯାଇ ଅଭିଯୋଗ କରିବି। ଦୁହିଁଙ୍କ ମଧ୍ୟରେ କଥା କଟାକଟି, ଝଗଡ଼ା ହୋଇ କଥା ଯାଇ ପହଞ୍ଚିଲା ପଞ୍ଚାୟତରେ। ସରପଞ୍ଚ କହିଲେ, ଠିକ୍ ଅଛି, ଆସନ୍ତାକାଲି ସକାଳେ ଆମେ ସମସ୍ତେ ଜଙ୍ଗଲର ସେଇ ବରଗଛ ପାଖକୁ ଯିବା। ତାକୁ ପଚାରିବା ଧନ କିଏ ଚୋରି କରିଛି। ସେ ଯାହାର ନାମ କହିବ ସେ ଦୋଷୀ ସାବ୍ୟସ୍ତ ହେବ। ତାକୁ ଉପଯୁକ୍ତ ଦଣ୍ଡ ସହିତ ଜୋରିମାନା ମଧ୍ୟ କରାଯିବ। ସରପଞ୍ଚଙ୍କ କଥାରେ ରାଜି ହୋଇ ଦୁହେଁ ଘରକୁ ଫେରିଲେ। ପାପବୁଦ୍ଧି ମନରେ ତ ସବୁବେଳେ ପାପ ଚିନ୍ତା। ମନେ ମନେ ସେ ଏକ ଯୋଜନା ତିଆରି କରି ନିଜ ବାପାକୁ ବୁଝାଇ ଦେଲା। ସେଇ ଅନୁସାରେ ଭୋର ଭୋର ଯାଇ ତା ବାପା ଗଛ କରଡ଼ରେ ଲୁଚି ରହିବ ଏବଂ ପଞ୍ଚାୟତ ଲୋକେ ପହଞ୍ଚି ଗଛକୁ ପ୍ରଶ୍ନ କଲେ ସେ ତାର ଉତ୍ତର ଦେବ। ପରଦିନ ସରପଞ୍ଚଙ୍କ ସହିତ 5 ଜଣ ଭଦ୍ରଲୋକ ଧର୍ମବୁଦ୍ଧି ଏବଂ ପାପବୁଦ୍ଧି ଜଙ୍ଗଲରେ ଯାଇ ସେଇ ବରଗଛ ମୂଳରେ ପହଞ୍ଚିଲେ। ସରପଞ୍ଚ ଗଛକୁ ପୂଜା କରି ହାତ ଯୋଡ଼ି କହିଲେ, ହେ ଗଛ ଦେବତା, ସତ କୁହ, ତୁମ ମୂଳରେ ପୋତା ଯାଇଥିବା ଧନ ଏ 2 ଜଣଙ୍କ ମଧ୍ୟରୁ କିଏ ନେଇଛି ନା ଅନ୍ୟ କେହି ଚୋର ଚୋରି କରିଛି? ସରପଞ୍ଚଙ୍କ କଥା ନ ଶୁଣୁ କରଡ଼ରେ ଲୁଚିଥିବା ପାପବୁଦ୍ଧିର ବାପା କହିଲା, ଧର୍ମବୁଦ୍ଧି ଧନ ଚୋରି କରିଛି। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଧର୍ମବୁଦ୍ଧି ମଧ୍ୟ ଆକାଶରୁ ଖସି ପଡ଼ିଲା। ସେ ଚୋରି କରିନି। ଅଥଚ ପାପବୁଦ୍ଧି କହିଲା, ଶୀଘ୍ର ମୋ ଧନ ମୋତେ ଦେଇଦିଅ, ନହେଲେ ମୁଁ ତୁମକୁ ଛାଡ଼ିବିନି। ଧର୍ମବୁଦ୍ଧି ଏକ ଉପାୟ ପାଞ୍ଚି ଶୁଖିଲା କାଠ ପତ୍ର ଗଛ ମୂଳରେ ଠୁଳ କରି ସେଥିରେ ନିଆଁ ଲଗାଇଦେଲା। ଚାହୁଁ ଚାହୁଁ ଚାରିଆଡ଼େ ଧୂଆଁ ବ୍ୟାପିଗଲା। ଗଛ କରଡ଼କୁ ନିଆଁ ଉଠିଲା। ପାପବୁଦ୍ଧିର ବାପା ଅଧା ପୋଡ଼ା ଅବସ୍ଥାରେ ତଳକୁ ଡେଇଁ ପଡ଼ିଲା। ସମସ୍ତେ ଛାନିଆ ହୋଇ ପଡ଼ିଲେ। ପାପବୁଦ୍ଧିର ବାପା କାନ୍ଦି କାନ୍ଦି ସବୁ କଥା କହିଲା ଏବଂ ସେଇଠି ପଡ଼ି ମରିଗଲା। ପଞ୍ଚାୟତ ପକ୍ଷରୁ ପାପବୁଦ୍ଧିକୁ ତାର ଠକେଇ ଏବଂ ଚୋର ପାଇଁ ଦଣ୍ଡ ଦିଆଗଲା ଏବଂ ଜୋରିମାନା ମଧ୍ୟ କରାଗଲା। ଧର୍ମବୁଦ୍ଧି ନିଜର ଧର୍ମ ବଳରେ ସବୁ ବିପଦରୁ ଉଦ୍ଧାର ପାଇ ସୁଖରେ ରହିଲା। ତେଣୁ ପାପବୁଦ୍ଧି ପରି ହୁଅ ନାହିଁ, କେବେ ଧର୍ମବୁଦ୍ଧି ପରି ହୁଅ। ସତ୍ ପଥରେ ଚାଲ, ସତ୍ କର୍ମ କର, ସତ୍ୟର କଥା କୁହ। ବନ୍ଧୁଗଣ, ମୁଁ ଆଶା କରୁଛି ଆପଣମାନେ ଏହି କାହାଣୀରୁ କିଛି ଭଲ ଶିକ୍ଷା କରିଛନ୍ତି। ବନ୍ଧୁଗଣ, କାହାଣୀଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଯଦି କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଗୋଟିଏ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ଅବଶ୍ୟ ଲେଖିଦିଅନ୍ତୁ। ଏହି ଚ୍ୟାନେଲରେ ଏମିତି ଜ୍ଞାନବର୍ଦ୍ଧକ କଥା ଶୁଣିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଆଜି ପାଇଁ ରହୁଛି, ନମସ୍କାର।